ଦଶ ମିନିଟ୍ ଗୋଟିଏ ଦିନ ପରେ ଓଡ଼ିଶା ତଥା ଦେଶରେ ଯେଉଁ ହୋଇଥିବା ସାଧାରଣ ଇଲେକ୍ସନରେ ରେଜଲ୍ଟ ବାହାରି ଯାଉଛି। ତ ଏହାରି ଭିତରେ ଆମ ପାଖରେ ଓଡ଼ିଶାର ଅଗ୍ରଣୀ ଏକ୍ଜିଟ୍ ପୋଲ୍ ଆମ ପାଖରେ ପହଞ୍ଚିଛି, ଯେଉଁଟାକି ଏଠି ପୁଙ୍ଖାନୁପୁଙ୍ଖ ଆମେ ଆଲୋଚନା କରିବା ଏଠି କେଉଁ ବିଧାନସଭା କ୍ଷେତ୍ରରେ କିଏ ଜିତିବ, କିଏ ହାରିବ, କାହାର ଭାଗ୍ୟ କ'ଣ ହେଉଛି, ତା ସହିତ ଆମର ଯେଉଁ 21ଟି ଲୋକସଭା କ୍ଷେତ୍ର ଅଛି କିଏ ଜିତୁଛି କିଏ ହାରୁଛି, କାହାର ପଲାବାରି ରହୁଛି, ଏଠି କାହାର ସରକାର ହେଉଛି, ଟୋଟାଲ ପୁଙ୍ଖାନୁପୁଙ୍ଖ ଆମେ ଏଇ ଏକ୍ଜିଟ୍ ପୋଲ୍ ଆମେ ଆଲୋଚନା କରିବା। ଦର୍ଶକ ବନ୍ଧୁ ଚାଲନ୍ତୁ ଆମେ ଦେଖିବା। ତ ଦର୍ଶକ ବନ୍ଧୁ ଦେଖନ୍ତୁ, ଇଏ ହେଉଛି ଏକ୍ଜିଟ୍ ପୋଲ୍ 2024। ଆପଣଙ୍କର ଏଠି ଆପଣଙ୍କର ML ସହିତ MP ଆପଣଙ୍କର ମିଶିକି ଅଛି। ତେଣୁ ପ୍ରଥମେ ମୁଁ ଆପଣଙ୍କୁ ML ଯେଉଁ ଅଛି ରାଜ୍ୟର ଆପଣ ML ସିଟ୍ ଆପଣ ମୁଁ କହିଦେଉଛି ଯେ କେଉଁ ସିଟ୍ ଆପଣ କ'ଣ ରହିବ। ତାପରେ ଆମେ ଆଲୋଚନା କରିବା ହେଉଛି MP ସିଟ୍, ଯେଉଁ 21ଟା ଲୋକସଭା ଅଛି MP ସିଟ୍ରୁ ଆମେ ଆଲୋଚନା କରିବା। ପ୍ରଥମରେ ଦେଖନ୍ତୁ ଆପଣଙ୍କର ଅଛି ଆସେମ୍ବଲି କନଷ୍ଟିଚୁଏନ୍ସି। ପ୍ରଥମେ ଦେଖନ୍ତୁ ପଦ୍ମପୁର ଆପଣଙ୍କର ଏଠି ବିଜେଡ଼ି ଆସିବ। ଦେଖନ୍ତୁ ସେକେଣ୍ଡ ହେଉଛି ବିଜେପୁର ଆପଣ ବିଜେଡ଼ି ଆସିବ ଏଠି, ଏହା ଦେଖାଯାଉଛି। ବରଗଡ଼ ଆପଣ ବିଜେପି, ଅତାବିରା ଆପଣଙ୍କର ବିଜେପି, ଭଟଲି ଆପଣଙ୍କର ଯେ ବିଜେଡ଼ି, ସୁଶାନ୍ତ ସିଂ ଯେଉଁ ଅଛନ୍ତି ଆପଣଙ୍କର, ତାପରେ ବ୍ରଜରାଜନଗର ବିଜେପି, ଝାରସୁଗୁଡ଼ା ବିଜେଡ଼ି, ତଳସରା ବିଜେଡ଼ି, ସୁନ୍ଦରଗଡ଼ ବିଜେପି, ବୀରମିତ୍ରପୁର ବିଜେପି, ରଘୁନାଥପଲ୍ଲୀ ବିଜେଡ଼ି, ରାଉରକେଲା ବିଜେପି, ରାଜନଗର ବିଜେଡ଼ି, ଆପଣ ବଣାଇ ବିଜେଡ଼ି, କୋଚିଣ୍ଡା ଆପଣଙ୍କର ରହିବ ହେଉଛି ବିଜେପି, ରେଙ୍ଗାଲି ଆହୁରି ନାୟକ ଯେଉଁ ଥିଲେ ବିଜେପିର ସେଇଟା ସେ ତାଙ୍କ ସ୍ଥାନ ଆପଣ ବଜାୟ ରଖିପାରୁନାହାନ୍ତି। ଏଠି ସେ ଯାହା ଏକ୍ଜିଟ୍ ପୋଲ୍ କହୁଛି ସେଠି ବିଜେଡ଼ି ଆସିବ। ସମ୍ବଲପୁର ବିଜେଡ଼ି, ଯେଉଁଟାକି ବିରୋଧୀ ନେତା ଜୟନାରାୟଣ ମିଶ୍ର ସେ ତାଙ୍କ ସ୍ଥାନଟା ବି ରଖିପାରୁନାହାନ୍ତି, ଯାହା ଏକ୍ଜିଟ୍ ପୋଲ୍ କହୁଛି ସେଠି ଆପଣଙ୍କର ସେ ଚେଞ୍ଜ ହେବ ସେଠି। ରାଇଖୋଲ ବିଜେଡ଼ି, ଦେଓଗଡ଼ ବିଜେପି, ତେଲକୋଇ ବିଜେଡ଼ି, ଘଷିପୁରା ଆପଣଙ୍କର ଇଣ୍ଡିପେଣ୍ଡେଣ୍ଟ ସୌମ୍ୟରଞ୍ଜନ ପଟ୍ଟନାୟକ ଯେଉଁଠି ହେଇଛନ୍ତି ଯେ ସେଠି ଏକ୍ଜିଟ୍ ପୋଲ୍ କହୁଛି ଯେ ସୌମ୍ୟରଞ୍ଜନ ପଟ୍ଟନାୟକ ଆପଣଙ୍କର ଇଣ୍ଡିପେଣ୍ଡେଣ୍ଟ ସେ ଜିତିବେ। ଆନ୍ଦପୁର ବିଜେଡ଼ି, ପାଟନା ବିଜେଡ଼ି, ତାପରେ ଆସିଲା ହେଉଛି କେଉଁଝର ବିଜେପି, ଚମ୍ପୁଆ ବିଜେଡ଼ି, ଆପଣଙ୍କର ଯଶୀପୁର ବିଜେପି, ସାରସକଣା ବିଜେପି, ରାଇରଙ୍ଗପୁର ବିଜେପି, ବାଙ୍ଗିରପୋଷି ବିଜେଡ଼ି, କରଞ୍ଜିଆ ବିଜେପି, ଉଦୁଳା ବିଜେଡ଼ି, ଆପଣଙ୍କର ବଡ଼ସାହି ବିଜେପି, ବାରିପଦା ବିଜେପି, ମୋରଡ଼ା ବିଜେପି, ଜଳେଶ୍ୱର ବିଜେଡ଼ି, ଭୋଗରାଇ କଂଗ୍ରେସ, ଏଠି ଭୋଗରାଇରେ ଆପଣଙ୍କ କଂଗ୍ରେସ ଆସିବ ବୋଲି ଯାହା ଆକଳନ କରାଯାଉଛି। ବସ୍ତା ବିଜେଡ଼ି, ବାଲେଶ୍ୱର ବିଜେପି, ରେମୁଣା ବିଜେପି, ନୀଳଗିରି ବିଜେପି, ସୋର ବିଜେପି, ଶିମୁଳିଆ ବିଜେଡ଼ି, ଭଣ୍ଡାରୀପୋଖରୀ କଂଗ୍ରେସ, ଭଦ୍ରକ ବିଜେପି, ବାସୁଦେବପୁର କଂଗ୍ରେସ, ଧାମନଗର ବିଜେପି, ଚାନ୍ଦବାଲି ବିଜେପି, ଆପଣଙ୍କ ବିଞ୍ଝାରପୁର ବିଜେଡ଼ି, ବରୀ ବିଜେଡ଼ି, ବଡ଼ଚଣା ବିଜେପି, ଧର୍ମଶାଳା ଇଣ୍ଡିପେଣ୍ଡେଣ୍ଟ, ଯେଉଁଟାକି ଧର୍ମଶାଳା ହିମାଂଶୁ ଶେଖର ସାହୁ ଯେଉଁ ଇଣ୍ଡିପେଣ୍ଡେଣ୍ଟ କ୍ୟାଣ୍ଡିଡେଟ୍ ସେଠି ଆସିବ ବୋଲି ଯାହା ଏକ୍ଜିଟ୍ ପୋଲ୍ କହୁଛି। ଯାଜପୁର ବିଜେଡ଼ି, କୋରେଇ ବିଜେପି, ସୁକିନ୍ଦା ବିଜେଡ଼ି, ଢେଙ୍କାନାଳ ବିଜେଡ଼ି, ହିନ୍ଦୁଳ ବିଜେଡ଼ି, କାମାକ୍ଷାନଗର ବିଜେଡ଼ି, ପରଞ୍ଜଙ୍ଗ ବିଜେପି, ପାଲହଡ଼ା ବିଜେପି, ତାଳଚର ବିଜେଡ଼ି, ଅନୁଗୁଳ ବିଜେପି, ଛେଣ୍ଡିପରା ବିଜେପି, ଆଠମଲ୍ଲିକ ବିଜେପି, ବୀର ମହାରାଜପୁର ବିଜେଡ଼ି, ସୋନପୁର ବିଜେଡ଼ି, ଲୁସିଙ୍ଗା ବିଜେପି, ପାଟନାଗଡ଼ ବିଜେପି, ବଲାଙ୍ଗୀର ବିଜେଡ଼ି, ଟିଟିଲାଗଡ଼ ବିଜେପି, କଣ୍ଟାବାଜି ବିଜେଡ଼ି, ନୂଆପଡ଼ା ବିଜେପି, ଖରିହାର ବିଜେଡ଼ି, ଉମରକୋଟ ବିଜେପି, ଝରିଗ୍ରାମ ବିଜେଡ଼ି, ନବରଙ୍ଗପୁର ବିଜେପି, ଡାବୁଙ୍ଗା ବିଜେଡ଼ି, ଲାଞ୍ଜିଗଡ଼ ବିଜେପି, ଜୁନାଗଡ଼ ବିଜେଡ଼ି, ଧର୍ମଗଡ଼ ବିଜେଡ଼ି, ଭବାନୀପାଟଣା କଂଗ୍ରେସ, ନର୍ଲା ବିଜେଡ଼ି, ବାଲିଗୁଡ଼ା ବିଜେଡ଼ି, ଜି ଉଦୟଗିରି ବିଜେଡ଼ି, ଫୁଲବାଣୀ ବିଜେଡ଼ି, କଣ୍ଟାମାଳ ବିଜେପି, ବୌଦ୍ଧ ବିଜେଡ଼ି, ତାପରେ ବଡ଼ମ୍ବା ବିଜେଡ଼ି, ବାଙ୍କୀ ବିଜେଡ଼ି, ଆଠଗଡ଼ ବିଜେଡ଼ି, ବାରବାଟୀ କଟକ କଂଗ୍ରେସ। ଆଜି ମହମ୍ମଦ ମୁକିମ ଯେଉଁ ଝିଅ ଯେଉଁ ଠିଆ ହେଇଛନ୍ତି କଟକ ବାରବାଟୀରେ ସେଠି ସେ କଂଗ୍ରେସ ଆସିବ ବୋଲି ଯାହା ଏକ୍ଜିଟ୍ ପୋଲ୍ କହୁଛି। ଚୌଦାର କଟକ ବିଜେଡ଼ି, ନିଆଳି ବିଜେଡ଼ି, କଟକ ସଦର ବିଜେଡ଼ି, ସାଲେପୁର ବିଜେଡ଼ି, ମାହାଙ୍ଗା ବିଜେଡ଼ି, ପାଟକୁରା ବିଜେଡ଼ି,
କେନ୍ଦ୍ରାପଡ଼ା ବିଜେଡ଼ି, ଆଳି କଂଗ୍ରେସ, ରାଜନଗର ବିଜେଡ଼ି, ମହାକାଳପଡ଼ା ବିଜେପି, ପାରାଦୀପ ବିଜେପି, ତ୍ରିଟୋଲ ବିଜେପି, ବାଲିଗୁଡ଼ା ଏରସମା ବିଜେପି, ଜଗତସିଂହପୁର ବିଜେପି, କାକଟପୁର ବିଜେପି, ନିମାପଡ଼ା ବିଜେପି, ପୁରୀ ବିଜେପି, ବ୍ରହ୍ମଗିରି ବିଜେପି, ସତ୍ୟବାଦୀ ବିଜେଡ଼ି, ପିପିଲି ବିଜେପି, ଜୟଦେବ ବିଜେପି, ଭୁବନେଶ୍ୱର ସେଣ୍ଟ୍ରାଲ ବିଜେପି, ଭୁବନେଶ୍ୱର ନର୍ଥ ବିଜେଡ଼ି, ଏକାମ୍ର ଭୁବନେଶ୍ୱର ବିଜେପି, ଜଟଣୀ କଂଗ୍ରେସ, ବେଗୁନିଆ କଂଗ୍ରେସ, ଖୋର୍ଦ୍ଧା ବିଜେପି, ଚିଲିକା ବିଜେପି, ରଣପୁର ବିଜେପି, ଖଣ୍ଡପଡ଼ା ବିଜେପି, ଦଶପଲ୍ଲା ବିଜେଡ଼ି, ନୟାଗଡ଼ ବିଜେପି, ଭଞ୍ଜନଗର ବିଜେପି, ପୋଲସରା ବିଜେପି, କବିସୂର୍ଯ୍ୟନଗର ବିଜେପି, ଖଲିକୋଟ ବିଜେପି, ଛତ୍ରପୁର ବିଜେପି, ଆସ୍କା ବିଜେଡ଼ି, ସୋରଡ଼ା ବିଜେପି, ସାନଖେମୁଣ୍ଡି କଂଗ୍ରେସ, ହିଞ୍ଜିଳି ବିଜେଡ଼ି, ଗୋପାଳପୁର ବିଜେପି, ବ୍ରହ୍ମପୁର ବିଜେଡ଼ି, ଦିଗପହଣ୍ଡି ବିଜେଡ଼ି, ଚିକିଟି ବିଜେପି, ମୋହନା ବିଜେଡ଼ି, ପାରଳାଖେମୁଣ୍ଡି ବିଜେପି, ଗୁଣପୁର କଂଗ୍ରେସ, ବିଷମକଟକ ବିଜେଡ଼ି, ରାୟଗଡ଼ା କଂଗ୍ରେସ, ଲକ୍ଷ୍ମୀପୁର କଂଗ୍ରେସ, କୋଟପାଡ଼ ବିଜେପି, ଜୟପୁର ବିଜେଡ଼ି, କୋରାପୁଟ ବିଜେପି, ପଟାଙ୍ଗୀ ବିଜେଡ଼ି, ମାଲକାନଗିରି ବିଜେପି, ଚିତ୍ରକୋଣ୍ଡା ବିଜେପି। ତ ଏହା ଆପଣ କହିଲି। ଏଠି ଆପଣ ଆସନ୍ତୁ ଦେଖିବା ଲେଜିସ୍ଲେଟିଭ୍ ଆସେମ୍ବଲି ଆପଣ କେତେ ଆପଣ ବିଜେଡ଼ି ରହିଲା, କେତେ କଂଗ୍ରେସ, କେତେ ବିଜେପି। ଦେଖନ୍ତୁ ମେନ୍ ଫ୍ୟାକ୍ଟ ଏଠି ବିଜେଡ଼ି ପାଉଛି 64, ବିଜେପି ପାଉଛି 69, କଂଗ୍ରେସ ପାଉଛି 12, ଇଣ୍ଡିପେଣ୍ଡେଣ୍ଟ 2। ଦେଖନ୍ତୁ ଏଇଟା ଝୁଲା ସରକାର ରୂପେ ଆପଣଙ୍କର ଯାହା ସୂଚନା ମିଳୁଛି। 74 ଆପଣଙ୍କର ରହୁଛି ଆପଣଙ୍କର ମ୍ୟାଜିକ୍ ନମ୍ବର। ଏଠି ବିଜେଡ଼ି 64, ବିଜେପି 69, ଆପଣ କଂଗ୍ରେସ 12, ଇଣ୍ଡିପେଣ୍ଡେଣ୍ଟ 2। ତ ଏବେ ଆସନ୍ତୁ ଆମେ ଦେଖିବା ଲୋକସଭା କ୍ଷେତ୍ରରେ। ଲୋକସଭା କ୍ଷେତ୍ରରେ ଆପଣ ଆସନ୍ତୁ ଦେଖିବା ଏଠି କିଏ କେଉଁଟା ପାଉଛି। ତ ଲୋକସଭା କ୍ଷେତ୍ରରେ ଆମେ ଦେଖିବା ଏଠି ଆପଣଙ୍କର ବରଗଡ଼ ଆପଣ ବିଜେପି, ବରଗଡ଼ ଲୋକସଭା କ୍ଷେତ୍ର, ସୁନ୍ଦରଗଡ଼ ବିଜେପି ଲୋକସଭା କ୍ଷେତ୍ରରେ ଆସୁଛି, ସମ୍ବଲପୁର ବିଜେପି, କେଉଁଝର ବିଜେପି, ମୟୂରଭଞ୍ଜ ବିଜେପି, ବାଲେଶ୍ୱର ଆପଣଙ୍କର ଲୋକସଭା କ୍ଷେତ୍ର ବିଜେପି, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସେଇଟା ଆପଣଙ୍କ ତାଙ୍କ ସିଟ୍ଟାକୁ ବଜାୟ ରଖୁଛନ୍ତି। ଭଦ୍ରକରେ ଅଭିମନ୍ୟୁ ସେଠି ଆପଣଙ୍କର ସେ ପାଉଛନ୍ତି ବିଜେପି। ଆପଣ ଯାଜପୁର ଆପଣଙ୍କର ଏଠି ବିଜେଡ଼ି, ଢେଙ୍କାନାଳ ଆପଣ ବିଜେପି ରହୁଛି, ଆପଣଙ୍କର ବଲାଙ୍ଗୀର ଆପଣଙ୍କର ବିଜେପି, କଳାହାଣ୍ଡି ବିଜେପି, ନବରଙ୍ଗପୁର ବିଜେପି, ଆପଣଙ୍କର କନ୍ଧମାଳ ଆପଣଙ୍କର ଅଚ୍ୟୁତ ସାମନ୍ତ, ଡକ୍ଟର ଅଚ୍ୟୁତ ସାମନ୍ତ ଏଠି ବିଜେଡ଼ି, କଟକ ବିଜେଡ଼ି, କେନ୍ଦ୍ରାପଡ଼ା ବିଜେଡ଼ି, ଜଗତସିଂହପୁର ବିଜେପି, ପୁରୀ ବିଜେପି, ଆସ୍କା ବିଜେଡ଼ି, ଆପଣ ବ୍ରହ୍ମପୁର ବିଜେପି, କୋରାପୁଟ କଂଗ୍ରେସ। ଓଭରଅଲ୍ ଆମେ ଦେଖିବା ଏଠି ଦେଖନ୍ତୁ ଲୋକସଭା କନଷ୍ଟିଚୁଏନ୍ସି ବିଜେଡ଼ି ପାଉଛି 5, ବିଜେପି 15, କଂଗ୍ରେସ 1 କହିଲେ ଆପଣଙ୍କର ଏଠି ବିଜେପି ମଧ୍ୟ ଏଠି କ୍ଲିନ୍ ସୁଇପ୍ ଆପଣ କରୁଛି। ଏଠି ଯେଉଁଟାକି 15 ଆପଣଙ୍କର ବିଜେପି, ବିଜେଡ଼ି 5, କଂଗ୍ରେସ 1। ଦଶମଠୁ ଇଏ ଥିଲା ଆପଣଙ୍କୁ କହିଗଲି ଯେଉଁ ଏକ୍ଜିଟ୍ ପୋଲ୍ ଆପଣ 2024। ତ ପୁଙ୍ଖାନୁପୁଙ୍ଖ ମୁଁ ଆପଣଙ୍କୁ କହିଗଲି ଆପଣଙ୍କର ବିଧାନସଭାର କିଏ ପାଇବ, ବିଜେଡ଼ି ପାଇବ, ବିଜେଡ଼ି କଂଗ୍ରେସ, ତା ଲୋକସଭା କ୍ଷେତ୍ରରେ ଆପଣଙ୍କୁ କହିଗଲି। ତ ଆପଣ ଦେଖିଲେ ଏଇ ଯେ ଆପଣଙ୍କର ଏକ୍ଜିଟ୍ ପୋଲ୍ ଆପଣ ସତ ହୁଏ, କାଲି ଏହାର ପ୍ରଭାବ କେତେ ପଡ଼ିବ ଏଇଟା ଆମେ ଦେଖିବା ପାଖରେ। ମୁଁ ଭାବୁଥିବି ଆଜିକାର ଯେଉଁ ଏକ୍ଜିଟ୍ ବାବଦରେ ଆପଣ ବୁଝିପାରୁଥିବେ। ଯଦି ଆପଣମାନେ ଏବେ ସୁଦ୍ଧା ମୋ ଚ୍ୟାନେଲ୍ ଅଛନ୍ତି କିନ୍ତୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣଙ୍କର ମୂଲ୍ୟବାନ ମତାମତ କମେଣ୍ଟ ବକ୍ସରେ ଲେଖନ୍ତୁ। ଦର୍ଶକ ବନ୍ଧୁ